ମୁଁ ଆଜ୍ଞା ନାରାୟଣ ଚନ୍ଦ୍ର ନାୟକ ଜଣେ ଶ୍ରମିକ ନେତା। ଆଜ୍ଞା ଏଇ ଯେଉଁ ଚାଲିଛି ବର୍ତ୍ତମାନ ଯେଉଁ ବିଧାୟକ ମାନେ କହୁଛନ୍ତି ଯେ ବିଜେପିର ବିଜେଡ଼ିର ଯେ ଲୋକମତକୁ ସମ୍ମାନ ଦେଇ ଆମେ ଲୋକମାନେ ଆମ ବିରୁଦ୍ଧରେ ଯାଉଛନ୍ତି। ତାଙ୍କ ଲୋକମତ ମାନେ ଲୋକମାନେ ପୁରା ଓଡ଼ିଶାବାସୀ ତାଙ୍କ ବିରୁଦ୍ଧରେ ଯେତେବେଳେ ଗଲେ ସେତେବେଳେ ଏମାନେ କହୁଛନ୍ତି କାଣ୍ଟ ଛାଣ୍ଟ କର। କେତେ କାଣ୍ଟ ଛାଣ୍ଟ କଥା କହୁନାହାନ୍ତି। ଲୋକମତ ଯେତେବେଳେ ଓଡ଼ିଶାର ଜନସାଧାରଣ ଯେତେବେଳେ ସମସ୍ତେ ବିରୋଧ କଲେ କାହିଁକିନା 3 ଗୁଣ ଏକାଥରେ ସେମାନେ ବଢ଼େଇ ନେଲେ। ଓଡ଼ିଶାବାସୀ ଯେଉଁ ବିରୋଧ କରିବା ଦ୍ୱାରା ଆଜି ସେ କହୁଛନ୍ତି ଜନମତକୁ ଏଇ ଯେଉଁ ସମ୍ମାନ ଦେଇକି ଆମେ କରୁଛୁ। ତୁମେ ତ କହୁଛ ଲୋକଙ୍କ ସରକାର। ଯଦି ଲୋକଙ୍କ ସରକାର ଲୋକମାନଙ୍କର ଅବସ୍ଥା ବର୍ତ୍ତମାନ କ'ଣ ସେଟା କାହିଁ ବିଚାର କରୁନା। ଦେଖନ୍ତୁ ଆଜ୍ଞା ଜାତିର ଜନକ ମହାତ୍ମା ଗାନ୍ଧୀ ଯିଏକି ଦେଶକୁ ସ୍ୱାଧୀନ କରିଥିଲେ ସିଏ କହିଥିଲେ ସଦାବେଳେ ନିଡ଼ମ୍ବରରେ ରାଜନେତାମାନେ ରହିବା ଦରକାର। କାହିଁକିନା କଣ୍ଟକମୟ ଜୀବନଯାପନ ଲୋକମାନଙ୍କ ସେବା କରିବାକୁ ଆମେ ଯାଇଛନ୍ତି। ସେ ତ ଜଣେ ଆଡ଼ଭୋକେଟ୍। ସିଏ କାହିଁକି ଆଜ୍ଞା ଖଣ୍ଡେ ଧୋତି ପିନ୍ଧୁଥିଲେ ଚଦର ପିନ୍ଧୁଥିଲେ ଯେ ଲୋକଙ୍କୁ ଆମେ ଯାହା କହିବା ସେଇ ନୀତିରେ ଆମେ ଚାଲିଲେ ସିନା ଲୋକଙ୍କୁ କହିବା ଲୋକଟା ଗ୍ରହଣ କରିବେ। ମହାତ୍ମା ଗାନ୍ଧୀ କହିଲେ ଆଡ଼ମ୍ବରପୂର୍ଣ୍ଣ ବି ଚେୟାର ବେଞ୍ଚ ଟେବୁଲ କ'ଣ ଘର କରଣା ଜିନିଷ ବି ଆଡ଼ମ୍ବରପୂର୍ଣ୍ଣ ରହିବା ଉଚିତ ନୁହେଁ ଜଣେ ରାଜନେତାର। ଆପଣମାନେ ଏକାଥରକେ 3 ଗୁଣ ବଢ଼େଇ 3.5 ଲକ୍ଷ ଟଙ୍କା ନେବାକୁ ବିଚାର କଲେ। ଆଜ୍ଞା ଓଡ଼ିଶାରେ ବର୍ତ୍ତମାନ ଦେଖନ୍ତୁ ସେ ଶିକ୍ଷକ କତରୁ ପାଚିକା କତରୁ ଏଇ ଯେଉଁ ଆୟୁର୍ବେଦିକ ଡକ୍ଟର କତରୁ ସମସ୍ତେ ଆନ୍ଦୋଳନ କରୁଛନ୍ତି କ'ଣ ପାଇଁ? ତାଙ୍କ ଦରମା ବଢ଼େଇବା ପାଇଁ। ଆପଣ ସେମାନଙ୍କ କଥା ନ ଶୁଣି 3.5 ଲକ୍ଷ 3 ଗୁଣ ବଢ଼େଇଲେ କେମିତି ଆଗ ବିଧାନସଭାରେ? ମୋର ଆଜ୍ଞା ପ୍ରଶ୍ନ। ଯେତେବେଳେ ଓଡ଼ିଶା ଯାକ ସାଧାରଣ ଲୋକମାନେ ଆନ୍ଦୋଳନ କରୁଛନ୍ତି ସେମାନେ 5,000 8,000 10,000 ଟଙ୍କା ଦରମାରେ ଅଛନ୍ତି ଆଉ ବଢ଼େଇବା ପାଇଁ ଯେତେବେଳେ ବିଧାନସଭା ସାମ୍ନାରେ ହେଉ ବିଭିନ୍ନ ପ୍ଲାଟଫର୍ମରେ ଆନ୍ଦୋଳନ କରୁଛନ୍ତି ସେତେବେଳେ ଆପଣ ସେ କଥା ନ ଶୁଣି 3 ଗୁଣ ବଢ଼େଇଲେ ଆଗେ କେମିତି କୁହନ୍ତୁ? ଏକଥା କ'ଣ ନରେନ୍ଦ୍ର ମୋଦି ମହୋଦୟ ଜାଣିନାହାନ୍ତି? ଯେହେତୁ ଜଣେ ରାଜ୍ୟର ବିଜେପି ସରକାର ଅଛି, କେନ୍ଦ୍ରର ବିଜେପି ସରକାର ଅଛି, ସିଏ କ'ଣ ତାଙ୍କ ମତ ନ ନେଇକି ଏଇଟା କଲେ କି? କରିଛନ୍ତି। କିନ୍ତୁ ଆଜ୍ଞା ଯେତେବେଳେ ଏକଥା କଲେ ସେ ରାହୁଲ ଗାନ୍ଧୀ କହିଲା ଭଳିଆ ଭୋଟ ଚୋରି କରିକି ହଉ ଯେମିତି ହଉ ସେମାନେ ଚେୟାର ବସିଛନ୍ତି। ବର୍ତ୍ତମାନ ଦେଶର ପ୍ରାୟ 3-4ଟା ରାଜ୍ୟ ଛାଡ଼ିଦେଲେ ସମସ୍ତେ ବିଜେପି ଶାସନରେ ଅଛନ୍ତି। ଯେତେବେଳେ ଓଡ଼ିଶାରେ ଗରିବ ରାଜ୍ୟ 3 ଗୁଣ ବଢ଼େଇଲା ସେତେବେଳେ ଅନ୍ୟ ରାଜ୍ୟର MLA ମାନେ କହୁଥିବେ ଓଡ଼ିଶା ଯଦି ବଢ଼େଇଲା ଆପଣ ଆମମାନଙ୍କ ବଢ଼ାନ୍ତୁ। ଯେଉଁଟା କି ଯେଉଁ ଡିସିସନ୍ ନେଇଥିଲେ ବିଜେପି ସରକାର ନରେନ୍ଦ୍ର ମୋଦି ମହୋଦୟ ସିଏ ଦେଖିଲେ ଆ ଦ୍ୱାରା ଦେଶର ସବୁ ରାଜ୍ୟରେ ଏଇଆ ଘଟିବ, ଲୋକମତ ଆମ ବିରୁଦ୍ଧରେ ଯିବ। ତେଣୁକରି ସିଏ ଲୋକମତକୁ ଗ୍ରହଣ କରିବା ନା ଖାଲି ଗୋଟେ ବାହାନା। ଲୋକମତକୁ ଯଦି ତୁମେ ଏତେ ଭଲ ପାଉଛ ତାହେଲେ ଲୋକମାନେ ଯେଉଁ ଆନ୍ଦୋଳନ କରୁଛନ୍ତି ଯେଉଁ ତରିକା ଆପଣଉଛନ୍ତି ଆପଣମାନେ କାହିଁକି ସେ କଥାଟା ବିଚାର ନକରି ତାଙ୍କ କଥାଟା ନ ଶୁଣି ଆପଣ କେମିତି 3 ଗୁଣ ଆଜ୍ଞା ବଢ଼େଇଦେଲେ? ଆଜ୍ଞା ଯଦି ଲୋକମତକୁ ଆପଣମାନେ ଏତେ ସମ୍ମାନ ଦେଉଛନ୍ତି ମୁଁ ଆପଣଙ୍କ ମାଧ୍ୟମରେ ପଚାରିବାକୁ ଚାହୁଁଛି ବିଜେପି ସରକାର ଯେଉଁ ଓଡ଼ିଶାବାସୀକି ଯେଉଁ ସଂକଳ୍ପ ପତ୍ର ଦେଇଥିଲା ମୁଁ 60ରୁ 80 3,000 ଟଙ୍କା ଦେମି, ବିଦ୍ୟୁତ 3 ଛାଡ଼ କରିମି, ମଦ ବନ୍ଦ କରିମି। ଆଜ୍ଞା ସେଟା ତ ଆପଣ ଲୋକମତକୁ ନେଇ ଭୋଟ ପାଇକି ଆଜି ସରକାର ଗଢ଼ିଲେ ଯେ ଆପଣ ଯାହା କହିଥିଲେ ଏହା ହେଲେ ଆମମାନଙ୍କର ସୁବିଧା ହେବ ସେଇଥିପାଇଁ ଲୋକ ଆପଣଙ୍କ ସପୋର୍ଟରେ ଯାଇଥିଲେ। ଯଦି ଲୋକମତକୁ ଆପଣ ଏତେ ସମ୍ମାନ ଦେଉଛନ୍ତି ସଂକଳ୍ପ ପତ୍ରରେ କହିଥିବା କଥା ଆଜି ପର୍ଯ୍ୟନ୍ତ କାହିଁ କାର୍ଯ୍ୟକାରୀ କରୁନାହାନ୍ତି? ଜଣେ 1000 ଟଙ୍କାରେ କେମିତି ବଞ୍ଚିଛି ଆଉ ଆପଣ 3.5 ଲକ୍ଷ ନେବାକୁ କେମିତି ଭାବୁଛନ୍ତି? ଜଣେ ବୟସ୍କ ଲୋକ ବୁଢ଼ା ବୁଢ଼ୀ ଅନ୍ଧ ବିକଳାଙ୍ଗ ବିଧବା ସେମାନେ ଆଜ୍ଞା 1000 ଟଙ୍କାରେ କେମିତି ଚଳୁଛନ୍ତି ସେ କଥାଟା ଆପଣ କ'ଣ ଲୋକମତ ଭୁଲିଗଲେଣି? 1000 ଟଙ୍କା ପାଉଥିବା ଲୋକମାନେ ଅକ୍ଷମ ବିକଳାଙ୍ଗ ବୁଢ଼ା ବୁଢ଼ୀ ବିଧବା ତାଙ୍କ କଥା ବିଚାର ନ କରି ଆପଣ 3 ଗୁଣା 3.5 ଲକ୍ଷ ମାସକୁ ନେବାକୁ କେମିତି ଚିନ୍ତା କଲେ? ସାଧାରଣ ଲୋକ 1000 ଟଙ୍କାରେ କେମିତି ବଞ୍ଚୁଛି ସେ କଥାଟା କ'ଣ ଲୋକମତ ଆପଣଙ୍କୁ କହିବେ? ଆପଣ କହିଲେ ଆଜ୍ଞା ଦେଖନ୍ତୁ ବର୍ତ୍ତମାନ ଓଡ଼ିଶାରେ ବିଦ୍ୟୁତ ବଳକା ରାଜ୍ୟ ବାହାର ରାଜ୍ୟକୁ ବିଦ୍ୟୁତ ଦେଉଛି। ଆପଣ କହିଥିଲେ ଆମେ ଆସିନେ 3 କିଲୋୱାଟ ବିଦ୍ୟୁତ ଛାଡ଼ କରିବୁ ଆଉ ସାଧାରଣ ଲୋକ ଯଦି ଅସୁବିଧା ଥାଏ ତାହେଲେ
टाटा कंपानी जनकर लाइन काटोनी कहीं सुख दुख बुझ आज्ञा दादागिरी टाटा कंपानी करुच्ची ऑफिस रे बसिक लाइन काट दौची आज्ञा तापर 3 किलोमीटर कुआड़े गला टाटा कंपानी जो राज्य जो खेती जोटा चलता आप विभिन्न शिल्प बंद कर देते विभिन्न शिल्प को घरे कर विद्युत जितेबाला ओडिशा रे बहका राज्य 4टा 5टा राज्य को विद्युत जोगाऊँगी सेतबले आपण अन्य राज्य पुणी यूनिट अधिका नौ आपण बिकुवा राज्य को सेठी कम यूनिट रे मूल्य रे मिलूला बेले ओडिशार अधिका मूल्य कहीं दौरान एक कथा कौन मोहन माझी सरकार जो कहते 3 किलोमीटर छाड़ा को आ लोकंर कौन दुख असुविधा थिने ता लाइन न काटिया टाटा कंपानी एका मानुची टाटा कंपानी जबरदस्त लाइन काटुची टाटा कंपानी ये जो मनमुखी शासन चलैची ये पुणी कौन बढ़ावा चाहूँ आपण विचार कर देखु ये सरकार लोकमत सरकार कहूँ आउ ये सरकार लोकमत को यदि ग्रहण करूँ ताने 3.5 लाख दरमा नहीं था कि जो राज्य रे 1000 टंका भत्तारे लोक बंची से राज्य रे जड़े एमएलए 3.5 लाख नबार कौ गोटे गोटे विचार करूँ आगे जड़े 1000 टंका पाला बेले ता टाटा न बढ़ी आप 3.5 लाख टंका केमी विधानसभा पास करने से पुणी सबू दल एकाठी है यही शुणिया जनमत जो जनता आपण को भोट जाकि नेता करते आज तुम्हें सर्वशांत करी आपण भावुंट 3.5 लाख नवा आपणकर असल रूप बीजेपी सरकार नरेंद्र मोदी प्रधानमंत्री कर साधारण लोक मैंने जानीगले कहीं 1000 टंकार बंचुवा जड़े बुढ़ा बुढ़ी विकलांग बुढ़ा 1000 टंका 3000 तुम्हें कहते संकल्प कहीं कलनि तुम्हें कौच लोक सरकार लोकमत सरकार लोकमत को सम्मान दौच ताने लोकमत को आपण नहीं जो आज चेयर रे बसचंती आपण कही ना 1000टा 3000 टंका करिया कहीं कले आपण कही ना 3 किलोमीटर विद्युत छाड़ करूँ कहीं कले आपण कही ना मद बंद करने कहीं मद बंद कले आज्ञा नारी निर्यातना डेली हो तार कारण हूँ निशा जो मद गंजेई चरस ब्राउन सुगार जो निशा आज ओडिशा गोटे निशा राज्य हो गलानी आज नारी निर्यातना बढ़ुची आज जन दादागिरी कर टाटा को लाइन कर दूची आपण जो कही 1000 टका 3000 टका कहीं देले आपण 1000 टका को 3000 करी 3 गुण नहीं लोक कह आमको तो 3 गुण देते आपण जो राजनीति करुँच या ओडिशार जनसाधारण आगामी म्युनिसिपालिटी पंचायत निर्वाचन में तुमको ये कैफत देवा पड़ो संकल्प पत्र कही कार्य कर ये जो राज्य आज्ञा ये गोटे गरीब राज्य दादन खटिया जो राज्य जाऊँच से राज्यर राजनीति करुवा लोक मैंने 3 गुणा आज्ञा अधिका दरमा ने जो धारणा दौरान आंदोलन कथा तुम्हें शुणुना आपण मैंने मनमुखी शासन चलती या ओडिशावासी आपण को निश्चय जवाब देवे जनमत आपण विरुद्ध रे गलानी आगक भी आहरी अधिका जीव आपण भावुंट लोक मान मुहरे चाबी पकड़ाई किसी कमे देवे ये जो आशा करटाक केवे ओडिशावासी ग्रहण करेंगे नहीं गांधी नीति आदर्श सी देशर आज्ञा आप गोटे विश्वास करेंगे आज्ञा गोटे कथा पिला दिनर कथा आमर जवाहरलाल नेहरू प्रधानमंत्री आज्ञा विरोधी दलर नेता थे चरण सिंह उत्तर प्रदेश मुख्यमंत्री सी आज्ञा नेहरू जो गोटे कोट पिंधि बाहर जो गोटे नुआ कोट बिलातर किଣା है विरोधी दल नेता चरण सिंह विरोध कले जो देशर लोक मैंने खाइबा को पाऊना से देशर प्रधानमंत्री बिलातुर तैयारी आसवा कोट पिंधुं आज्ञा देखूँ से कही अवश्य भिक जो भेक न भिक मिलनी किंतु सेतबले भी प्रधानमंत्री को कोट पिंधा को जनमत विरुद्ध में जाता कि विरोधी दल नेता कथा उठे ये ओडिशा रे जो विरोधी दल थे सी आज्ञा जो 3 गुण बढ़ेला से मैंने आज्ञा टेबुल बाड़े मुख्य उपमुख्य शासक प्रमिला माली कहले जहाँ ठीक है दलर जड़े गोटे कौन कह सम्बलपुर कि मिश्रता ना 1,00,000 टका मोर चाह खर्च जाऊँगा ये जो अबान्तर कथा आज पुणी कौन है कि पुणी जनमत को कहीं सम्मान देल से कौन जनमत कथा बुझु नो से कौन 3 गुण बढ़ेला बेले कथा कहून आपण मैंने
ତାଙ୍କର ଯେଉଁ ଅସଲ ରୂପ ମୋଦି ସରକାରଙ୍କର ମୋହନ ମାଝୀ ସରକାରଙ୍କର ଚରିତ୍ର କ'ଣ ଜନସାଧାରଣ ଜାଣିଗଲେଣି। ଆପଣଙ୍କର ଯଦି ବେଳ ଭଲ ଅଛି ଏଇ ଯେଉଁମାନେ ଆନ୍ଦୋଳନ କରୁଛନ୍ତି ତାଙ୍କ କଥା ଆଗେ ବୁଝ। କହିଥିବା 3000 ଟଙ୍କା ଭତ୍ତା ଦିଅ, ବିଦ୍ୟୁତ ଛାଡ଼ କର, ମଦ ବନ୍ଦ କର, ତାପରେ ଯାଇ ତୁମେ କ'ଣ ଭାବୁଛ କି ଏଇଟା ଦରମାଟା କମେଇ ଦେଲେ ଲୋକମାନେ ଆପଣ ସବୁଠୁ ପଳେଇବେ? ମୋଟେ ଯିବେ ନାହିଁ। ଆପଣ କହିଥିବା ସଂକଳ୍ପ ପତ୍ରରେ ଆଗେ କାର୍ଯ୍ୟକାରୀ କରନ୍ତୁ। ଯେଉଁ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଉଛନ୍ତି ତାକୁ ବନ୍ଦ କରନ୍ତୁ। ଓଡ଼ିଶାରେ ଲୋକମାନଙ୍କୁ କାମ ଦିଅନ୍ତୁ। ଆଉ ତାପରେ ଯାଇ ଲୋକମାନେ ଆପଣଙ୍କ କଥା ବିଚାର କରିବେ। ନହେଲେ ଆପଣ ଯେଉଁ ଭାବୁଛନ୍ତି ଲୋକମତ ଆପଣଙ୍କ ବିରୁଦ୍ଧରେ ଯାଇସାରିଲେଣି। ଆପଣମାନେ ଆଉ ଲୋକମତକୁ କଣ୍ଟ୍ରୋଲ କରିପାରିବେ ନାହିଁ। ଏବେ ପୁଣି ଗୋଟେ ଆଇନ କରିଦେଇଛନ୍ତି। ପଞ୍ଚାୟତ ସରପଞ୍ଚ ଥିଲା 20 ଲକ୍ଷ, ଲକ୍ଷେ ଥିଲା ବିଡ଼ିଓଙ୍କର। ଆପଣ 20 ଲକ୍ଷଟା ଆଣି ବିଡ଼ିଓକୁ ଦେଇଦେଲେ, ସରପଞ୍ଚର ଲକ୍ଷେ। ଗୋଟେ ସରପଞ୍ଚ କି ଗୋଟେ ଚେୟାରମ୍ୟାନ୍, ଯେଉଁ ଚେୟାରମ୍ୟାନ୍ 20 ଲକ୍ଷ ଟଙ୍କା ଖର୍ଚ୍ଚ କରିବାର ବ୍ଲକର ଅଧିକାର ଥିଲା, ଚେୟାରମ୍ୟାନ୍ର ହାତରୁ ନେଇଗଲା ଲକ୍ଷେ ଟଙ୍କା। ଆଜ୍ଞା ଜଣେ ଚେୟାରମ୍ୟାନ୍ ସେ ଚାହିଁଲେ ତାର କେଉଁ ପଞ୍ଚାୟତରେ କାମ କରିବା ପାଇଁ ଲକ୍ଷେ ଟଙ୍କାରେ କରିପାରିବ? ସିଏ ଆଜ୍ଞା ଯିବ ବିଡ଼ିଓ କତିରେ ଆଣ୍ଠିବ। ଆଜ୍ଞା ଏ ଯେଉଁ ନୀତି, ଏ ଯେଉଁ ମଣିଷ ମାରିବ, ପଞ୍ଚାୟତ ସାଧାରଣ ଗାଁ ଗହଳିର ଯେଉଁ ଅସୁବିଧା ସୁବିଧା ବର୍ତ୍ତମାନ ସରପଞ୍ଚ କି ବ୍ଲକ ଚେୟାରମ୍ୟାନ୍ ବୁଝିବା ଅବସ୍ଥା ନାହିଁ। ଆପଣ ସବୁ ପାୱାର ନେଇଗଲେ। ଯେମିତି ମନୋରଞ୍ଜନ ଯୋଜନାକୁ କାଟି ରାମକି ଯୋଜନା କରିଛନ୍ତି। ଆପଣ ଯାହାକୁ ଚାହିଁବେ, କେନ୍ଦ୍ର ସରକାର ଯିଏ ଚାହିଁବ ସେ କାମ କରିବେ। ଇଏ ଜନବିରୋଧୀ କାର୍ଯ୍ୟ ଭୁଲି ଯାଆନ୍ତୁ। ଜନମତ ଯେଉଁ ଜନତାମାନେ ଆପଣଙ୍କୁ ଭୋଟ ଦେଇକି ଚେୟାରରେ ବସାଇଛନ୍ତି ଆଗେ ତାଙ୍କ ଦୁଃଖ ଶୁଣନ୍ତୁ, ତାପରେ ଯାଇକି ଆପଣଙ୍କର ବଢ଼େଇବା ଭତ୍ତା ବଢ଼େଇବା କଥା ବିଚାର କରିବେ।